ମନୁଷ୍ୟ ବାହ୍ୟ ରୂପ ଦେଖି ଜଣଙ୍କର ବିଚାର କରେ, କିନ୍ତୁ ସଦାପ୍ରଭୁ ଅନ୍ତଃକୋଣ ଦେଖନ୍ତି। ପ୍ରିୟମାନେ, ମଣିଷ ବାହାର ରୂପ ଦେଖିକି ଜଣଙ୍କର ପରିସ୍ଥିତି, ସିଚୁଏସନ୍, କଣ୍ଡିସନ୍ ବିଷୟ ନ ବୁଝି ସେ ବାହାର ବିଷୟ ଦେଖିକି ସେ ଜଣଙ୍କର ଜଜ୍ କରେ, ବିଚାର କରନ୍ତି। କିନ୍ତୁ ଈଶ୍ୱର ସେମିତି ନୁହନ୍ତି। ସେ ଆପଣ ହୃଦୟକୁ ଦେଖନ୍ତି, ଆପଣ ଅନ୍ତଃକୁ ଦେଖନ୍ତି। ସଦାବେଳେ ଅନ୍ତଃକୋଣକୁ ଶୁଚି ରଖିବା, ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ। ଈଶ୍ୱରଙ୍କଠାରେ ଶକ୍ତି ମାଗନ୍ତୁ, ସିଏ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କୁ ପରିଷ୍କାର ହେବା ପାଇଁ, ପରିବର୍ତ୍ତନ ହେବା ପାଇଁ, ଅନ୍ତଃକୋଣ ଶୁଚି ହେବା ପାଇଁ ସେ ଆପଣଙ୍କୁ ସାହାଯ୍ୟ କରିବେ। ଯଦି ଆପଣ ଗୋଟେ ସପିଂ ହଲ୍ ବା ମଲ୍ ହଉ ବା ଯେଉଁଠି ଆପଣ ହୋଟେଲ ବା ରେଷ୍ଟୁରାଣ୍ଟକୁ ଯିବେ, ଗୋଟେ ସିମ୍ପଲ୍ ଗେଟଅପ୍ରେ ଥରେ ଯାଆନ୍ତୁ, ସିଏ ଆପଣଙ୍କୁ କେମିତି ଟ୍ରିଟ୍ କରିବେ। ପୁଣି ଗୋଟେ ହାଇ ଫାଇ ଗେଟଅପ୍ରେ, ଭଲ ଗେଟଅପ୍ରେ ଯାଇକି ଇଏ କରନ୍ତୁ, ଦେଖିବେ ଟ୍ରିଟ୍ କରିବେ। ଭିନ୍ନ ନା ନାହିଁ, ତାଙ୍କର ବ୍ୟବହାର ଚାଲିଚଳନ ଦେଖନ୍ତୁ। ପ୍ରଥମେ ସିମ୍ପଲ୍ ଭାବରେ ତାଙ୍କର ବ୍ୟବହାର ଅଲଗା ପ୍ରକାର ରହିବ, ଆଉ ଆପଣ ଯଦି ଭଲ ଲୁକ୍ରେ ଯିବେ ତାଙ୍କର ବ୍ୟବହାର ଅଲଗା ରହିବ। ତ ଆପଣ ଜଜ୍ କରନ୍ତୁ, ଚିନ୍ତା କରନ୍ତୁ ଥରେ ଏ ବିଷୟ ସତ ନା ମିଛ।